नमस्ते नमस्ते भव विश्वमूर्ते नमस्ते नमस्ते रोग कालपलते नमस्ते नमस्ते ज्ञानगम्यदुते प्रणमामि ओम नमस्ते नमस्ते। शिशु अनंतर पवित्र क्षेत्रु এই पवित्र संध्यारे समस्तंकर मंगल पाई बलिया जगन्नाथंक पाद तले समस्तंकु निजकु समर्पण करिछि। यह एक कपोलकल्पित वाक्य नुहे किंबा यह लोकमानक पाखरु गोटे प्रशंसा पाइबा पई गोटे वाक्य ये नुह। ये वाक्य होची अंतरर आंतरिकतापूर्ण वाक्य। आमे सबुदिने प्रार्थना कला बेले गोटे प्रार्थना करू जो प्रार्थना टी बहुत दिन पूर्व से प्रार्थना हठात मो पाखरे पहुंची थला सी होची ओम शांति ओम शांति ओम शांति ओम शांति। शांति तव चरणामृत शांति तव मुखारमृत। ये भाव ये प्रार्थना भितर थिले विश्व शांति देश शांति ये सब कथा ता भितर थिला। गोटे संध्या एमती एक समय रे गोटे चाल घर एठी थिला। चाल घर मझिरे गोटे काठ खुंट थिला। सेतबेले आश्रम रे केही नथिले। बलिया थिला ठाकुर थिले किंतु एमती भक्त मानकर आजी भली अंत्यवासी माने जमती अधिक अछंती सेतबेले केही नथिले। सेतबेले जन जन किए थिबे मोर मने पड़ुनी। से खुंट चारि पाखे जाक बलिया बुलुथला। आपे आपे मुहरु जो जो शब्द गुड़ाक बाहरिला ताहा मने रहिला किछि मध्य भूली गली आउ किछि वाक्य शब्द ता सहित जोड़ी। तेणु प्रत्येक दिन विश्व शांति रहू विश्व ध्वंसास्त्र विमुक्त हो ये सुंदर विश्व सुंदर ही रहू। यहाँ ही मोर नितिदिनिया प्रार्थना। आमर आश्रमर परिवार बा शिशु अनंतर आश्रित मान सबुबले बलिया निवेदन करे। कोरोना महामारी बेले कौनसी युद्ध आशंका जदि आसे युद्ध होउथाए सेतबेले बलिया समस्तंकु गोटे कथा जनाए दीपटीए लगाओ विश्वपति पाखरे विश्वर शांति कामना कर। विश्व जदि रहिब नाही देश जदि रहिब नाही ताहले आमे केमति शांति रहिबा। यही हूँ कथा।
ଏଇ ଯେଉଁ ବିଶ୍ୱରେ ଆଜି ଧର୍ମକୁ ନେଇ ଯୁଦ୍ଧ ଚାଲିଛି, ବିଶ୍ୱରେ ବର୍ତ୍ତମାନ ଯେଉଁ ଯୁଦ୍ଧ ଚାଲିଛି, ଏ ଯୁଦ୍ଧଟା ହେଉଛି ଧର୍ମ ଯୁଦ୍ଧ। ଧର୍ମକୁ ନେଇ ଆମ ଭିତରେ ଅହଙ୍କାର ମାନେ ଜନ୍ମିଛି। ଅହଙ୍କାରକୁ ନେଇ ଆମେ ଯେ ଗୋଟାଏ ଦେଶକୁ ଧ୍ୱଂସ କରିବାକୁ ଯାଉଁ ଯାଉଁ ଅନେକ ସୈନ୍ୟ, ଅନେକ ଛୋଟ ପିଲା, ରୋଗୀ ଆଉ ସାଧାରଣ ଲୋକ ଏଇମାନେ ହିଁ ମୃତ୍ୟୁବରଣ କରୁଛନ୍ତି। ଆମେ ଭାରତରେ ଆମେ ଶାନ୍ତିରେ ବର୍ତ୍ତମାନ ଅଛେ। ମନେ କରାଯାଉ ସେଇ ଯୁଦ୍ଧର ବିଭୀଷିକା ଯଦି ଭାରତବର୍ଷରେ କେବେ ହୁଏ, ତାହେଲେ ଆମ ପିଲାମାନେ, ଆମେମାନେ ଶାନ୍ତିରେ ରହିପାରିବା ତ? ଟିଭି ପରଦାରେ ଆପଣମାନେ ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ଆପାର୍ଟମେଣ୍ଟ, କେତେ ସୁନ୍ଦର ସୁନ୍ଦର ଦର୍ଶନୀୟ ସ୍ଥାନ ଗୁଡ଼ାକ ଭାଙ୍ଗି ରୁଜି ଯାଇଛି, ଜଳି ପୋଡ଼ି ପାଉଁଶ ହେଇଯାଇଛି। ଗୋଟିଏ କଥା ଯେତେବେଳେ ଆମେ ମାନୁନା, ପାଞ୍ଚଟା କଥାରେ ହାତ ଦେଲେ କୌଣସି ଗୋଟିଏ ବି କାମରେ ଲାଗେନି। ମନେ କରାଯାଉ ମୁଁ ଗୁରୁ ବନ୍ଦନା ଗାଉଛି, ମୁଁ ଯଦି ଗୋଟେ ପ୍ରକାର ଗୁରୁ ବନ୍ଦନା ଗାଇଲେଣି, ଆପଣ ଆଉ ଗୋଟେ ପ୍ରକାର ଗାଇଲେଣି, ତାହେଲେ କେଉଁଟା ଠିକ? ଭବସାଗର ତାରଣ କାରଣ ହେ, ରବିନନ୍ଦନ ବନ୍ଧନ ଖଣ୍ଡନ ହେ, ଶରଣାଗତ କିଙ୍କର ବିହିତ ମନେ, ଗୁରୁଦେବ ଦୟା କର ଦିନ। ଆମେ କ'ଣ ସମସ୍ତେ ଏଇ ପ୍ରାର୍ଥନା କରୁଛୁ? ଇଏ ପ୍ରାର୍ଥନା ଭିତରେ କ'ଣ ଅଛି ମୋ ଗୁରୁ ତୋ ଗୁରୁ ଏମିତି କିଛି ଅଛି? ନିର୍ଦ୍ଦିଷ୍ଟ ନାମର ଗୁରୁଙ୍କର, ନିର୍ଦ୍ଦିଷ୍ଟ ନାମର ଗୁରୁ ଅଛନ୍ତି? ମୁଁ ଯେତେବେଳେ କହୁଛି ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ସମସ୍ତେ ବି ସେଇଆକୁ କହୁଛନ୍ତି, କିନ୍ତୁ କେହି କାହା ଗୁରୁଙ୍କୁ ମାନୁନାହାନ୍ତି। ଏହା ହିଁ ଗୋଟେ ଧର୍ମଯୁଦ୍ଧ କହିଲେ ଭୁଲ ହବନି। ଆମେ ନିଜକୁ କହୁଛୁ ଆମେ ସନାତନୀ, ଆମେ ସନାତନୀ, ଆମେ ସନାତନ ଧର୍ମର ଲୋକ। ଆମେ ଯଦି ସନାତନ ଧର୍ମ ଲୋକ ବୋଲି ଆମେ କହୁଛୁ, ଆଉ କିଏ କହୁଛନ୍ତି ଆମେ ସନାତନ ନୁହଁ, ତାହେଲେ ତମେ କ'ଣ? ସିଏ ଆଉ ଗୋଟେ କ'ଣ କହୁଛନ୍ତି। କିଏ କହୁଛନ୍ତି ମହିମା ମଲେ, କିଏ କହୁଛନ୍ତି ଇସ୍କନ, କିଏ କହୁଛନ୍ତି ଏଇଭଳି କଥା। କିଏ କ'ଣ କହୁଛନ୍ତି? କିଏ କହୁଛନ୍ତି ଆମେ ଜଗନ୍ନାଥଙ୍କ ପ୍ରସାଦ ପାଇବୁ, ସିଏ ଆମ ପାଇଁ ମହାପ୍ରସାଦ। ଆଉ କିଏ କହିଲେଣି ଜଗନ୍ନାଥଙ୍କ ପ୍ରସାଦକୁ ଛାଡ଼ି ଆମକୁ ଯେଉଁ ପ୍ରସାଦ ଦେବ ଆମେ ପାଇବୁ। ତାହେଲେ ଇଏ କୋଉ ପ୍ରକାର ମାନସିକତା? କେତେ ଦିନ ପାଇଁ ଏ ସଂସାରକୁ ଆମେ ସମସ୍ତେ ଆସିଛୁ? ଏଇ ପୃଥିବୀ ପୃଷ୍ଠରେ ଦିନେ ଭଗବାନ ମହାବୀର ଜୈନ ଆସିଥିଲେ, ତାପରେ ଭଗବାନ ବୁଦ୍ଧ ବି ଆସିଲେ, ତାପରେ ଯୀଶୁଖ୍ରୀଷ୍ଟ ଆସିଲେ, ତାପରେ ମହମ୍ମଦ ଆସିଲେ। ତା ପୂର୍ବରୁ ମଧ୍ୟ ସୂର୍ଯ୍ୟ ଚନ୍ଦ୍ର ଏଇମାନଙ୍କୁ ଆମେ ପୂଜା କରୁଥିଲୁ, ଆମେ ଶିବଙ୍କର ପୂଜା କରୁଥିଲୁ, ତାପରେ ବିଷ୍ଣୁ ପୂଜା ହେଲା, ତାପରେ ଶକ୍ତି ପୂଜା ହେଲା। ଏମିତି ସବୁ ପୂଜା କରୁ କରୁ ପୂଜାକୁ ନେଇ ତାକୁ ବେପାର ବାଣିଜ୍ୟ ବି କଲେ। କେଉଁ ଠାକୁରଙ୍କୁ
ଆମେ ପ୍ରତିଷ୍ଠା କଲେ ଲୋକ ଅଧିକ ହେବେ ଏବଂ ପଇସା ରୋଜଗାର ହେବ। ସ୍ଥାନେ ସ୍ଥାନେ ମନ୍ଦିର, ଅନ୍ନ ଡାଲି ତରକାରୀ ବିକ୍ରି କରି ସେଠି ଗୋଟାଏ ବ୍ୟବସାୟ ଚାଲିଛି। କେଉଁଠି ଶନି ମନ୍ଦିର, ସିଏ ମନ୍ଦିର ଭିତରେ ଖାଲି ପାଣି ଢାଳି, ସିଏ କ'ଣ ପାଣି ସହିତ ଶନିଙ୍କର କ'ଣ ମାନେ ଅଛି ସମ୍ପର୍କ, ସେ ଶନି କେବଳ ପାଣିରେ ଗାଧଉଛନ୍ତି। ଏସବୁ ଅଦ୍ଭୁତ କଥା ସବୁ ଆମ ଧର୍ମ ଭିତରକୁ ଆସିଛି। ଆମେ ଯେମିତି ଜନ୍ମାଷ୍ଟମୀ ରାମନବମୀ ପାଳନ କରୁଛୁ, ଅନ୍ୟ ଧର୍ମାବଲମ୍ବୀମାନେ ତାଙ୍କର ଗୋଟେ ଗୋଟେ ବ୍ରତ ଉପାସନା ପ୍ରାର୍ଥନା କରୁଛନ୍ତି। କାହାକୁ ପ୍ରାର୍ଥନା କରୁଛନ୍ତି ଆମେ କିନ୍ତୁ ବୁଝିଛୁ, ସେଇ ଜଣଙ୍କୁ ସମସ୍ତେ ପ୍ରାର୍ଥନା କରୁଛନ୍ତି। କିନ୍ତୁ ସେମାନେ କହୁଛନ୍ତି ଆମେ ବଡ଼, ଆମେ କହୁଛୁ ଆମେ ବଡ଼। ଆଜିର ଶୁଭ ସମ୍ବାଦ ହେଲା ଯେ 3ଟି ସିଂହ ଲଢ଼େଇ କରୁଥିଲେ। ଗୋଟିଏ ସିଂହ ଆମେରିକା, ଆଉ ଗୋଟିଏ ସିଂହ ଇରାନ, ଆଉ ଗୋଟିଏ ସିଂହ ଇସ୍ରାଏଲ। ଏମାନେ ଯେତିକି ଯୁଦ୍ଧ କରି ଯେତେ ସମ୍ପତ୍ତି ନଷ୍ଟ କଲେଣି, ଲୋକ ତ ମରିଗଲେ, ସ୍କୁଲ ପିଲାଙ୍କ ଉପରେ ପକେଇକିରି ବମ୍, ସ୍କୁଲ ପିଲାମାନେ ମରିଗଲେ। ଡାକ୍ତରଖାନାରେ ପକେଇକିରି ଡାକ୍ତରଖାନାର ସବୁ ରୋଗୀ ମରିଗଲେ। ପାକିସ୍ତାନ ପକେଇଲା ଆଫଗାନିସ୍ତାନ ଉପରେ, ଗୋଟେ ମେଡିକାଲ ଭିତରେ 400 ଲୋକ ମରିଗଲେ। ତାହେଲେ ଏହା କ'ଣ ଧର୍ମ? କୋଉ ଧର୍ମର ଅନ୍ତର୍ଭୁକ୍ତ? ତେଣୁ ଆମେ ଖାଲି ଭୁଲ ବଶତଃ ଗୋଟେ ଧର୍ମ ଭିତରକୁ ପଶି ଆଇଛୁ ବା ଧର୍ମର କଥା କହୁଛୁ। କିନ୍ତୁ ଆମେ ଯଦି ଧର୍ମକୁ କେନ୍ଦ୍ର କରି ଯଦି ଗୋଟେ ବିପ୍ଳବୀ ସାଜିଥାନ୍ତୁ, ତାହେଲେ ଆମେ ବୁଲି ବୁଲି କୁହନ୍ତୁ ତମେ ଯାହା କହୁଛ ସବୁ ଭୁଲ। ମଣିଷକୁ ଭଲ ପାଅ, ଜୀବକୁ ଭଲ ପାଅ, ପ୍ରକୃତିକି ଭଲ ପାଅ। ତମେ କ'ଣ ମନ୍ଦିର ଗଢ଼ୁଛ? ସମୁଦ୍ର କୂଳରେ ବସି ପ୍ରାର୍ଥନା କର, ପାହାଡ଼ ପର୍ବତ ଗୁମ୍ଫାରେ ବସି ପ୍ରାର୍ଥନା କର। ତେଣୁ ସେଦିନ ଆମର ଆଉ ନାହିଁ, ସେ ଚାଲିଗଲା। କିନ୍ତୁ ବର୍ତ୍ତମାନ ଆମର ବିବେକାନନ୍ଦ, ପ୍ରଣବାନନ୍ଦ, ଦୟାନନ୍ଦ, ଏମାନେ ସବୁ ଯୋଗାନନ୍ଦ, ଏମାନେ ସବୁ ବିପ୍ଳବୀ ସନ୍ନ୍ୟାସୀମାନେ ଇଏ ପୃଥିବୀକି ଆସି ଆମକୁ ବି ଅନେକ ବିପ୍ଳବର ଧ୍ୱନି ପ୍ରତିଧ୍ୱନି ଆମକୁ ଶିକ୍ଷା ଦେଇଗଲେ। ଆମେ ଖାଲି ତାଙ୍କ କଥା କହିକିରି ଆମେ ବଡ଼ ହେଉଛୁ, କିନ୍ତୁ ଆମେ ତାଙ୍କ କଥାର ଯେଉଁ ଗୁଣ ତାକୁ ଆମେ କିଛି ଜାଣିନୁ ନା ପ୍ରକାଶ ବି କରୁ। ଆଜି ଗଛ କଟା ହେଉଛି, ଜଙ୍ଗଲ କଟା ହେଉଛି, ପାହାଡ଼ କଟା ହେଉଛି, ପର୍ବତ କଟା ହେଉଛି। କିଏ କହୁଛି ପେଟ୍ରୋଲ ସରିଲା, କିଏ କହୁଛି ଡିଜେଲ ସରିଯିବ, କିଏ କହୁଛି କୋଇଲା ସରିଯିବ। ଏମିତି ନାନା ସମସ୍ୟା ଭିତରେ ଆଜି ଆମେ ରହିଛୁ। ତେଣୁ ସଜ୍ଜନ, ଇଏ ପ୍ରାର୍ଥନା କେବେ ବି ବଡ଼ ନୁହେଁ, କିନ୍ତୁ ବିଶ୍ୱ ଶାନ୍ତି ପାଇଁ, ଜୀବନର ଶାନ୍ତି ସୁସ୍ଥତା ପାଇଁ, ପରିବାରର ମଙ୍ଗଳ ପାଇଁ କେବଳ ଏକାଗ୍ରତାର ସହିତ ବିଭୁଙ୍କୁ ଚିନ୍ତନ କର, ପ୍ରଭୁଙ୍କୁ ଚିନ୍ତନ କର। ଆରେ ବିଭୁ ପ୍ରଭୁଙ୍କ କଥା କହିଲା ବେଳକୁ ସାଡ଼େ କେତେବେଳେ କହୁଛନ୍ତି ବିଭୁ ବା ଅମୁକ ଜାଗାରେ ଜନ୍ମ ହେଇଛନ୍ତି, ସିଏ ପ୍ରଭୁ କାଳେ ଆଉ ଗୋଟେ ଜାଗାରେ ଜନ୍ମ ହେଇଛନ୍ତି, ଆଉ କିଏ କହୁଛି ଭଗବାନ ଅମୁକ ଜାଗାରେ ଜନ୍ମ ହେଇଛନ୍ତି। ଆଚ୍ଛା, ମୁଁ ତାଙ୍କୁ ପଚାରୁଛି, ସେମାନେ ଆର ଉତ୍ତର ଦିଅନ୍ତୁ, ଇଏ ଯୁଦ୍ଧ ସମୟରେ ଭଗବାନ କୁଆଡ଼େ ଗଲେ, କୁଆଡ଼େ ଯାଇଛନ୍ତି?
ବିଭୁ ପ୍ରଭୁ ଏସବୁ କୁଆଡ଼େ ଗଲେ? କିଏ କହୁଛନ୍ତି ଠାକୁର। ଆମେ ବ୍ରାହ୍ମଣମାନଙ୍କୁ ଠାକୁର ବୋଲି କହୁଥିଲୁ। ଯଦି ସେମାନେ କହିଲେ ନାହିଁ ଠାକୁର ସବୁ ଜନ୍ମ ହେଇଛନ୍ତି, ସେ ଠାକୁର ଗୁଡ଼ିକ କ'ଣ କରୁଛନ୍ତି? ଇଏ ଯୁଦ୍ଧ ବିଭୀଷିକାରେ ଯଦି ଗୋଟିଏ ଧ୍ୱଂସାସ୍ତ୍ରକୁ ଯଦି ସେ ଅଚଳ କରିଦିଅନ୍ତି, ବେଲାଣ ସେନ ଯେତେବେଳେ ମହାଭାରତ ଯୁଦ୍ଧରେ ଅସ୍ତ୍ର ଘଷୁଥିଲା, ସେ ଅସ୍ତ୍ରର ଦୁଇ ପାଖରେ ଥିଲା ମାନେ ଢାଳ, ସେ ଗୋଟିଏ ପାଖକୁ ଘଷୁଥିଲା। ତାକୁ ଯେତେବେଳେ ଭଗବାନ କୃଷ୍ଣ ପଚାରିଲେ କି ତୁମେ ଇଏ କ'ଣ କରୁଛ, ଗୋଟିଏ ପାଖକୁ କ'ଣ କଳଙ୍କ ଛଡ଼ଉଛ ଆଉ ଗୋଟିଏ ପାଖ? ସେ ଉତ୍ତର ଦେଇଥିଲା, ମୁଁ ତ କୌରବ ଆଉ ପାଣ୍ଡବ କାହାକୁ ଚିହ୍ନି ପାରିବିନି। ମୁଁ ତ ପିଲାଦିନୁ ମୋ ମା ପାଖରେ ଥିଲି, ମୁଁ ଏପର୍ଯ୍ୟନ୍ତ ଚିହ୍ନିନି। ତେଣୁ ମୁଁ ଆଇଛି ମୋ ବାପା ପରିବାର ରକ୍ଷା କରିବା ପାଇଁ। ମୁଁ ଗୋଟାଏ ପଟ ଘଷି ରହୁଛି, ସେଇଟାକୁ ଛାଡ଼ିଦେବି, ଯେତେ କୌରବ ଥିବେ ଏକାଥରେ ମରିଯିବେ, ମୋ ପରିବାରଟା ରହିବେ। ଆଉ କୃଷ୍ଣ କହିଲେ, ଆରେ ଇଏ ତ ବଡ଼ ମୁସ୍କିଲ କଥା। ଇଏ ତ ମୁଁ କ'ଣ କହୁଛି 18 ଦିନ ଭିତରେ ଯୁଦ୍ଧ ଶେଷ କରିବି, ଏ ତ ଗୋଟାଏ ଘଣ୍ଟା ଭିତରେ ଶେଷ କରିଦେବ। ତେଣୁ ସେ ବେଲାଣ ସେନଙ୍କୁ ମାନେ ପରୋକ୍ଷ ହଉ ପ୍ରତ୍ୟକ୍ଷ ହଉ ତା ମୁଣ୍ଡକୁ କାଟିଲେ, କିନ୍ତୁ ସେ ମଲାନି। ଏଭଳି କଥା କିଏ କୋଉ ମହାପୁରୁଷ କରିଛନ୍ତି? ସେ କେବଳ ଏତିକି ନିବେଦନ କରିଥିଲା, ମୁଁ ଆସିଥିଲି କେବଳ ଯୁଦ୍ଧ କରିବା ପାଇଁ ନୁହେଁ, ମୁଁ ଆସିଥିଲି ଆପଣଙ୍କ ଲୀଳା ଦେଖିବା ପାଇଁ। ମୋତେ ପ୍ରଭୁ ସେଇ ପର୍ଯ୍ୟନ୍ତ ବଞ୍ଚେଇ ରଖନ୍ତୁ, ମୁଁ ଟିକେ ଆପଣ କ'ଣ ଏ ଲୀଳାଟା କରୁଛନ୍ତି ମୁଁ ଟିକେ ତାକୁ ଦର୍ଶନ କରିବି, ତାପରେ ବରଂ ମରିବି। ଆଉ ସେ ମୁଣ୍ଡଟିକୁ ରଖାଯାଇଥିଲା ମହାଭାରତର ଗୋଟିଏ ସ୍ତମ୍ଭ ଉପରେ। ଗଣ୍ଡି ନଥିଲା, କିନ୍ତୁ ମୁଣ୍ଡଟି କେମିତି କାମ କରୁଥିଲା କେଜାଣି। ଯାହା ହଉ ମହାଭାରତ ଯୁଦ୍ଧ ସେ ଦେଖିଲା। ଇଏ ସମସ୍ତେ ଦିନେ ଯାଇକିରି ତାଙ୍କ ବାପା ବଡ଼ବାପା ସବୁ ପହଞ୍ଚିଲେ। ତାକୁ ପଚାରିଲେ, କ'ଣ ଯୁଦ୍ଧରେ କିଏ କେତେ କ'ଣ ମାଇଲେ, ତୁ ତ ସବୁ ଦେଖୁଛୁ। ସିଏ ତାର ମୋଟାମୋଟି କହିଲା, ମୁଁ ତ ଦେଖୁଛି କେହି ମାରିନାହାନ୍ତି, ଗୋଟିଏ ଚକ୍ର ସମସ୍ତଙ୍କୁ ମାରିଛି। ତେଣୁ ଭୀମ ଭୀଷଣ ଭାବରେ ରାଗିଗଲେ, ଗୋଟିଏ ଚଟକଣା ପକେଇଲେ, କହିଲେ ଆମେ ସବୁ ଯୁଦ୍ଧ କରିକି ଝାଳ ନାଳ ଆଣ୍ଠିଏ ଗଲୁଣୁ, ତୁ କହୁଛୁ କ'ଣ ନା ଗୋଟିଏ ଚକ୍ର କାଟୁଛି। ତେଣୁ ସେ ଚୈତନ୍ୟରେ ସେ ମଧ୍ୟ ବିଲୀନ ହେଇଗଲେ। ତେଣୁ ଏ କଥା କହିବାର କଥା ଉଦ୍ଦେଶ୍ୟ ହେଉଛି ଯେ ତମେମାନେ ଇଚ୍ଛନ୍ତି ଦାମ୍ଭିକେ ରଖିବାକୁ ହସ୍ତେ ସମସ୍ତଙ୍କ ଭାଗ୍ୟ ଡୋରି, ନିଜ ଭାଗ୍ୟ ଡୋରି କାର ହସ୍ତେ ବୋଲି ହେଳେ ପକାନ୍ତି ପାଶ। ଇଏ ଯେଉଁ କବି ଲେଖିଥିଲେ ଇଏ ସବୁବେଳେ ଅମର। ଯେତେବେଳେ ଇଂରେଜ ସରକାର ଭାରତବର୍ଷକୁ ଶାସନ କରୁଥିଲା, ସେଇଆକୁ ଲକ୍ଷ୍ୟ କରି ସେଇ ଶାସନ ବିରୁଦ୍ଧରେ ଇଏ ବିଦ୍ରୋହ ବିପ୍ଳବର ସଙ୍ଗୀତ ସେ ପଡ଼ିଥିଲେ, ଲେଖିଥିଲେ। ପରବର୍ତ୍ତୀ ସମୟରେ ଇଏ ସଙ୍ଗୀତ ମଧ୍ୟ ସତ୍ୟ ହେଲା। ସେମାନେ ପୁଣି ଭାରତବର୍ଷକୁ ଛାଡ଼ିଦେଇ ସେ ତାଙ୍କର ସ୍ୱରାଜ୍ୟକୁ ଚାଲିଗଲେ। ତେଣୁ ସେମିତି ଆମେ ଯିଏ ଏଇଥିରେ ମାତିଛୁ, ଯୁଦ୍ଧ କରିବୁ, କାହାକୁ ମାରିବୁ, ଏ ସବୁଦିନେ ନିଷ୍ଫଳ ହେବ। ଯେମିତି ଜଗନ୍ନାଥଙ୍କ ପାଖରେ ଠିଆ ହେଇ ହାତ ଟେକି ଆମେ ସମର୍ପଣ ଭାବରେ ପ୍ରଭୁଙ୍କୁ ପ୍ରାର୍ଥନା କରୁ, ସେ ସମୟ ମଧ୍ୟ ନିଶ୍ଚୟ ଆସିବ। ତେଣୁ ଅହଙ୍କାର ରୂପୀ ସିଂହକୁ ଛାଡ଼ି ଆମେ ଭଲ ମନର ମଣିଷଟିଏ ହେବା, ଭଲ ପରିବାରଟିଏ ଗଠନ କରିବା,
ନହେଲେ ଭଲ ବହୁତ ବଡ଼ ବଡ଼ କଥା ସବୁ ନେତାମାନେ ଆମର କହୁଛନ୍ତି। ଆମେ ସମାଜରୁ ଦାରିଦ୍ର୍ୟତା ଘୁଞ୍ଚେଇ ଦେବୁ, କିଏ କହୁଛି ଆମେ ଅମୁକ କରିଦେବୁ। ଏଇ ଯେଉଁ ବାକ୍ୟବୀର ନେତାମାନଙ୍କୁ ଭଳିଆ କହିବାକୁ ଚାହୁଁଛି, ତମେ ଯେଉଁ ଗାଁରେ ଜନ୍ମ ହେଇଛ ସେଇ ଗାଁଟାକୁ ଆଗେ ବିଷମୁକ୍ତ କରିଦେବ। ପ୍ରତ୍ୟେକ ଗାଁରେ ଗୋଟେ ୱାର୍ଡ ମେମ୍ବର ବି ଅଛି। ତମେ ନେତା ହବ, ମନ୍ତ୍ରୀ ହବ, ସେ ମୁଖ୍ୟମନ୍ତ୍ରୀ ହବ, ରାଷ୍ଟ୍ରପତି ହବ କି ପ୍ରଧାନମନ୍ତ୍ରୀ ହବ, ସେ କଥା ଆମର କିଛି ଯାଏ ଆସେ ନାହିଁ। ତମେ ଯେଉଁ ଗାଁରେ କି ପଞ୍ଚାୟତରେ ଜନ୍ମ ହେଇଛ ସେଇ ଗାଁଟାକୁ ତମେ ଆଗେ ପରିବର୍ତ୍ତନ କରିଦେଲ। ସେଠି କେହି ମଦ୍ୟ ମାଦକ ଖାଇବେନି, ସେଠି ଗଛ କଟା ହେବନି, ଡାଳ କଟା ହେବ, ଗଛ ଲାଗିବ, କେହି କଳିକଜିଆ କରିବେନି, କଳିକଜିଆ କଲେ ବି କେହି ଥାନା କଚେରୀ କରିବେନି। ଏମିତିଆ ଗୋଟେ ଗାଁ ଗଢ଼ିଦିଅ। ତମେ ତ ଗୋଟେ ଗାଁ ଗଢ଼ୁନା, ଯେଉଁ ଘରେ ଜନ୍ମ ହେଇଛ ସେ ଘରକୁ ବି ଜୀବନରେ ତୁମେ ଗଢ଼ିପାରିନା, ଗଢ଼ିନାହ। ସେଠି ବି ସେଇ ତୁ ମୁଁ ସେ ସେଇ ଭାବ ଅଛି। ଆଉ ତୁମେ ମାଇକି ଧରି ବା ଗୋଟେ ସଭା ସମିତି କରି ପୋଷ୍ଟର ମାରି ତୁମେ ଯେଉଁ ବଡ଼ ବଡ଼ କଥା ସବୁ କହୁଛ, ସେ କଥାର ମୂଲ୍ୟ କ'ଣ? ତେଣୁ ଆଗ ପ୍ରଥମେ ତମରି ଭଳି ଲୋକମାନେ ଆଗ ପରିବର୍ତ୍ତନ ହେବା ଦରକାର। ଏଇ ପବିତ୍ର ଆଶ୍ରମକୁ କେତୋଟି ମୁଖ୍ୟମନ୍ତ୍ରୀ ଆସିଥିଲେ, ପୂର୍ବ ଆଉ ମାନେ ବର୍ତ୍ତମାନର। ଗିରିଧାରୀ ଗମାଙ୍ଗ ଆସିଥିଲେ, ହେମାନନ୍ଦ ବିଶ୍ୱାଳ ଆସିଥିଲେ, ନବୀନ ପଟ୍ଟନାୟକ ଆଇଥିଲେ, ଜାନକୀ ବଲ୍ଲଭ ପଟ୍ଟନାୟକ ଆଇଥିଲେ। ତାରି ଭିତରୁ ଗୋଟିଏ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ମୁଁ ଆଜି ବି ମନେ ରଖେ। ମାନେ ସେ କହୁଥିଲେ, ଏଠି ଚାଲିଥିଲା ଗଣତନ୍ତ୍ର ସମ୍ମିଳନୀ। ସେ ତାଙ୍କ ପାଳି ଯେତେବେଳେ ପହିଲା, ମୁଁ ତାଙ୍କ ନାଁ କହିବିନି, ସିଏ କହିଲେ ପ୍ରକୃତ ଗଣତନ୍ତ୍ର ହେଉଛି ଦୁର୍ନୀତି ମୁକ୍ତ ଶାସନ। ସେ ଆଜି ବି ଯଦି ଦେଖା ହେବେ, କୋଉଠି କେମିତି ଦେଖା ହେବ, ଦେଖା ନ ହୋଇ ପାରେ। ଯଦି ଦେଖା ହେବ, ମୁଁ ଏ କଥାଟା ତାଙ୍କୁ ନିଶ୍ଚୟ କହିବି ଯେ ଆପଣଙ୍କର ସେଇ ବାକ୍ୟଟାକୁ ମୁଁ ମନେ ରଖିଛି ଯେ ଦୁର୍ନୀତି ମୁକ୍ତ ଶାସନ ହିଁ ପ୍ରକୃତରେ ଗଣତନ୍ତ୍ର। ସେଇ କଥାଟାକୁ ଆପଣ ପାଳନ କରିପାରିଛନ୍ତି କି? ଜୀବନରେ ସଫଳତା ନେଇ ଆସିଛନ୍ତି? ତେଣୁ ଉତ୍କଳ ଜନତା ନୁହନ୍ତି ଅନାଥ, ଉତ୍କଳର ନେତା ନିଜେ ଜଗନ୍ନାଥ। କେହି ତାଙ୍କୁ ମାନୁ ନ ମାନୁ, ଆମେ ତ ମାନିଛୁ। ଆମ ମାନିବାଟା ଭୁଲ ହେଇପାରେ, ଠିକ ହେଇପାରେ। ଆମେ ଗୋଟେ ଗୋଟେ ମୂର୍ତ୍ତି ପୂଜା କରୁଛୁ, ହେଲା ହେଲା। ତମେ ସବୁ ଶୂନ୍ୟକୁ ପୂଜା କରୁଛ। ତମେ ଶୂନ୍ୟକୁ ଯିଏ ପୂଜା କରୁଛ, ଆମେ ଯଦି ଭୁଲ କଲୁ, ତମେ ଯିଏ ଶୂନ୍ୟକୁ ପୂଜା କରୁଛ, ରାତି ପାଇଲେ ଶୂନ୍ୟକୁ ଗୋଟାଏ ଶବ୍ଦରେ ଡାକୁଛ, ତମେ ବିଶ୍ୱର ଶାନ୍ତି କରିଦେଉନା? ତମେ ଶୂନ୍ୟକୁ ଚିନ୍ତା କରିକି କୁହ, ହେ ଶୂନ୍ୟ ଦେବତା, ଏ ବିଶ୍ୱଟାକୁ ତୁମେ ଶାନ୍ତ କର। ଯେଉଁମାନେ ତୁମେ ଅହିଂସାର ଦୋହାଇ ଦେଉଛ, ଯେଉଁମାନେ ତୁମେ ହିଂସା କରନା ବୋଲି କହୁଛ, ସତ୍ୟ କୁହ ବୋଲି କହୁଛ, ଲାଞ୍ଚ ନିଅନା ବୋଲି କହୁଛ, ତମେ ଆଗେ ନିଜକୁ ପଚାର, ତମେ ତା ଭିତରୁ ନିବୃତ୍ତ ଅଛ ତ? ଏ କଥା ମୁଁ ଆଜି, ଏ କଥାଟା ବହୁ ପୂର୍ବରୁ ମୋର କହିବାର ଥିଲା, କିନ୍ତୁ ମୁଁ ସେତେବେଳେ କିଛି କହିଲି ନାହିଁ। କାରଣ ଗୋଟେ କର୍ମମୟ ଜୀବନରେ ପୁଣି ବାଧା ସୃଷ୍ଟି ହେବ, ଗୋଟେ ଶତ୍ରୁ ସୃଷ୍ଟି ହେବେ। ଆମେ ଭାବୁଲୁ ଏମିତି କାମ କରୁ କରୁ କିଛି ଲୋକ ଭଲ ପାଇବେ, କିନ୍ତୁ ସେ ସବୁ ଆଜି ନିଷ୍ଫଳ ଭଳି ଜଣାପଡ଼ୁଛି। ଏବଂ
ନିଶ୍ଚୟ କହିବୁ ନହେଲେ ଲେଖିଦେଇକିରି ଯିବୁ। ଏମାନେ ସବୁ ମିଛୁଆ ଏକାଠି ହେଇକିରି କେବଳ ବାରବାଟୀ ଚାଷ କରୁଛନ୍ତି। ସମାଜ ଧ୍ୱଂସ ହେଇଯାଉ, କିନ୍ତୁ ଆମେ ଶାନ୍ତିରେ ବଞ୍ଚିବୁ। ଅର୍ଥ କେବେ ଶାନ୍ତି ଦିଏ ନା, ପ୍ରତିଷ୍ଠା କେବେ ଶାନ୍ତି ଦିଏ ନା, ପଦବୀ ମଧ୍ୟ ଶାନ୍ତି ଦିଏ ନା, ଶାନ୍ତି ଦିଏ କର୍ମ। ସେଥିପାଇଁ ଲେଖିଥିଲେ ମାନବ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକାଚାର ଜୀବନର ମାନଦଣ୍ଡ। ଏଇ କଥା କହି ଏ ଖରା ଦିନେ, ଶୀତ ଦିନେ, ବର୍ଷା ଦିନେ ଆମେ ସବୁ ଅସୁସ୍ଥ ହେଇପାରୁଛୁ। ଆମେ ଖାଇପାରୁନୁ, ପାଟି ସବୁ ଘା ହେଇଗଲା। କିନ୍ତୁ ଯିଏ ଯୋଉଠି ଅଛନ୍ତି ସେଇଠି ଆମ କଥା ଗୋଟେ ପ୍ରକାର, ତାଙ୍କ କଥା ଖାଲି କହୁଛନ୍ତି ବଳିଆ ବା ଭଲ କଥା କହୁ। ଆରେ ମୁଁ ଭଲ କଥା କହିଲି ତମର କ'ଣ ଯାଉଛି? ତମେ ଭଲ ମଣିଷ ହେଲେ ସିନା ବଳିଆ ଖୁସି ହବ। ତେଣୁ ସବୁ ଆଜି ଦୁର୍ନୀତି ରାକ୍ଷସ ଆଜି ସମାଜକୁ ସମ୍ପୂର୍ଣ୍ଣ ବିଭ୍ରାଟ କରିଦେଇଛି। କଥାଟି ଏଠି ରଖିବା। ଏଇ ଯେଉଁ ଖୁସି ଖବରଟି ଆଜି 5ଟି ଦିନ ବରଂ ହଉ, ଆମେରିକା ରାଷ୍ଟ୍ରପତି ମାନେ ଡିକ୍ଲେୟାର କଲେ ଯେ 5 ଦିନ ପାଇଁ ଆମର ଯୁଦ୍ଧରୁ ବିରତି ନେଲୁ। କି ଯେଉଁ କ'ଣ ପାୱାର ଷ୍ଟେସନକୁ ଆଉ ଆମେ କିଛି କରିବୁ ନାହିଁ। ଏଇଟା ଗୋଟେ ବହୁତ ବଡ଼ ଖୁସିର ଖବର। ଏବଂ ସୁନା ଦର ମଧ୍ୟ କମିଲା, ଏ ବି ଗୋଟେ ଖୁସିର ଖବର। ତେଣୁ ସେଇ ଖୁସି ଖବରଟାକୁ ଆମେ ପାଇ ସେଇ ଜଗନ୍ନାଥଙ୍କ ପାଦରେ ସମର୍ପଣ କରୁ। ତାଙ୍କରି କୀର୍ତ୍ତନ ଟିକେ କରି ବିଶ୍ୱ ଯୁଦ୍ଧ ବିମୁକ୍ତ ହଉ, ଧ୍ୱଂସାସ୍ତ୍ର ବିମୁକ୍ତ ହଉ, এই প্রার্থনা ଆମେ ସମସ୍ତେ କରିବା। ବଳଦେବ ଜଗନ୍ନାଥ